ଭାଇ ଆପଣ ବି ଏଇ ମେସିନ୍ରେ ସେଭିଂ ହେଉଛନ୍ତି କି? ହେଲା ନା ନା ଟୋଟାଲି ଏ ମେସିନ୍ରେ ସେଭିଂ ହେବେନି। ବୁଝିପାରିଲ, କହିଦେଲି ଯଦି ଆପଣଙ୍କ ପାଖରେ ପଇସା ଅଛି, ପଇସା ନଥିଲେ ହେବେ। ସେଭିଂ କେମିତି ହୁଅନ୍ତି ଆପଣ ଜାଣିଛନ୍ତି ନା? ହେଲା ଯେଉଁମାନଙ୍କ ପଇସା ନାହିଁ, ଯେଉଁମାନଙ୍କ ହେଲା ପଇସା ଯେଉଁମାନଙ୍କ ଅଛି ତାଙ୍କ କଥା ଛାଡ଼। ଚାଲ ମୁଁ ଦେଖେଇ ଦେଉଛି ହେଲା। ଦେଖ ମେସିନ୍ ନେଲେ ଦେଖାଉଛି ନା, ବାସ୍ ମେସିନ୍ ନେଲେ ଏଇ ଗଲେ ବାସ୍ ହେଇଗଲା। ଦେଖ 220 ଟଙ୍କା, ବେଶୀ ନୁହେଁ 220 ଟଙ୍କା ଦାମ୍ ହେଲା। ତା ସାଙ୍ଗରେ ଏଇଟା ଆମର ଫ୍ରି ମିଳୁଛି। ଏଇଟା କେଉଁ କମ୍ପାନୀ ହେବନି ମୁଁ ଜାଣିନି, ଯେ 220 ଟଙ୍କା ଦେଇଛି। ପାଖାପାଖି 2 ବର୍ଷ 2-3 ବର୍ଷ ହେଇଗଲା କି ହେଲା। ଯଦି ଆପଣ କମ୍ ପଇସାରେ ସେଭିଂ ହେବା ପାଇଁ ଚାହୁଁଛନ୍ତି, ତାହେଲେ 220 ଟଙ୍କା ଦେଇକି ଆଣନ୍ତୁ। ଏଇ ଜିନିଷ ଆରାମସେ ସେଭିଂ ହୁଅନ୍ତା। ଯଦି ଆପଣଙ୍କ ପଇସା ଅଛି ଟୋଟାଲି ଏ ମେସିନ୍ଟା ହେବେନି, ସିଧା ସେଲୁନ୍ ଯିବେ, ସ୍ପେଶାଲ୍ ଏସି ବାଲା, ଆରାମସେ ପୁରା ମସ୍ତ ସେ ବସିକି ସେଭିଂ ହେବେ। ବୁଝିପାରିଲେ ନା?